1098 ରୁ ଚାଇଲ୍ଡ ଟ୍ରାଫିକିଂ ଗୋଟେ କମ୍ପ୍ଲେଣ୍ଟ ଆସିଥିଲା ସାଇ କ୍ରିଷ୍ଣା ବସ୍ରେ 15 ଜଣ ପାଖାପାଖି 15 ଜଣ ଛୁଆଙ୍କୁ ଝିଅ ପୁଅ ଉଭୟ ଥିଲେ ଧରିକି ଚାଇଲ୍ଡ ଟ୍ରାଫିକିଂ କେସ୍ଟା ଆସିଥିଲା। ତାପରେ ଆମ ଚାଇଲ୍ଡ ହେଲ୍ପଲାଇନ୍ ଅଫିସରୁ ମୁଁ କାଉନସିଲର ଏବଂ ଆମର ଜଣେ କେସ୍ ୱାର୍କର ମିଶିକି ଆସି ବସ୍ଟାକୁ ଏଇଠି ଥାନା ସାମ୍ନାରେ ଆମେ ଅଟକେଇଥିଲୁ। ତାପରେ ଦେଖିଲୁ ଯେ ବହୁତ ଛୋଟ ଛୋଟ ଛୁଆମାନେ ଅଛନ୍ତି, ସେମାନଙ୍କୁ ଆମେ ବସ୍ରୁ ଓହ୍ଲେଇଲୁ, 112ରେ କଲ୍ କଲୁ, ପୋଲିସ ଷ୍ଟାଫ୍ ଜଣେ ଗଲେ ତାଙ୍କୁ ରେସ୍କ୍ୟୁ କରିକି ବର୍ତ୍ତମାନ ଥାନାରେ ଅଛୁ। ଜିଡିଏନ୍ଟି ସରିଲା ପରେ ଆମେ ତାଙ୍କୁ ରେସ୍କ୍ୟୁ ଆମେ ସିଡବ୍ଲ୍ୟୁସି କି ନେବୁ, ସିଡବ୍ଲ୍ୟୁସି ପ୍ରଡ୍ୟୁସ୍ ହେଲା ପରେ ତାଙ୍କୁ ପ୍ୟାରେଣ୍ଟ ହ୍ୟାଣ୍ଡ ଓଭର କରାହେବ। ଛୁଆମାନେ ପ୍ରଥମେ ତ କହିଲେ ସେମାନେ ଯାଉଛନ୍ତି କ'ଣ ସୁଟିଂ ପାଇଁ, ପରେ ଟିକେ କାଉନସିଲିଂ ହେଲା ପରେ ସେମାନେ କହିଲେ ତାଙ୍କର କ'ଣ ସମର କୋର୍ସ ଅଛି ସେପଟେ ପ୍ୟାରେଣ୍ଟସ୍ ମାନେ ପଠାଇଛନ୍ତି ବୋଲି ଯାଉଥିଲେ। ଚାଇଲ୍ଡ ଲେବରଟା ଆମେ ସାର୍ କାମ କଲାବେଳେ ହିଁ କହିପାରିବ, ଯେହେତୁ ଟ୍ରାଫିକିଂ ହେଉଥିଲା ମାନେ ପିଲା ଚାଲାନ ହିସାବରେ ବା ଟ୍ରାଫିକିଂ ହିସାବରେ ଭୁଲ ଅଛି କି ନିଶ୍ଚୟ ବସ୍ ଡ୍ରାଇଭର ଆଇଡେଣ୍ଟିଫିକେସନ୍ କରିବା କଥା। ଯଦି ମାସ୍ ଆମାଉଣ୍ଟରେ ଛୋଟ ପିଲା ବହୁତ ଗୁଡ଼ାଏ ଛୋଟ ପିଲା ଯାଉଛନ୍ତି, ସେମାନେ ଟିକେ ପଚରାଉଚରା କରିବେ। ଆଉ ସେମାନଙ୍କର ସୁରକ୍ଷା ପ୍ରତି ଯଦି ଆମେ ସମସ୍ତେ ନ ଧ୍ୟାନ ଦେବା, ପିଲାମାନଙ୍କ ସୁରକ୍ଷାଟା ଆମେ ଠିକ୍ସେ କରିପାରିବାନି। କେତେ ଜଣ ମାଇନର ଅଛନ୍ତି 10ରୁ 12 ଜଣ, ଆଉ ତାଠୁ 18 ବର୍ଷ ଉର୍ଦ୍ଧ୍ୱ ବି 3-4 ଜଣ ପିଲା ଅଛନ୍ତି। ମାଲକାନଗିରିରୁ ବସ୍ରେ ଚଢ଼ିଥିଲେ, ସେମାନେ ବିଜୟୱାଡ଼ା ଯିବେ ବୋଲିକି ଯାଉଥିଲେ।